ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ହଁ ଆଜ୍ଞା, ଏ ହେଉଛନ୍ତି ଆପଣଙ୍କର ଭାଗବତଙ୍କର ଏକ ବହୁ ପ୍ରଚଳିତ ଆଦୃତ ବାଣୀ ଆଜ୍ଞା। ସାଧାରଣତଃ ଆମେମାନେ ଭାବୁ ଯେ କି ଗୋବିନ୍ଦ ବା ଭଗବାନଙ୍କର ସାନ୍ନିଧ୍ୟ ଲାଭ କରି ବ୍ରଜର ନାରୀମାନେ, ଗୋକୁଳର ବା ବୃନ୍ଦାବନର ନାରୀମାନେ ଆପଣଙ୍କର ମୁକ୍ତ ହୋଇଗଲେ। ସାଧାରଣତଃ ଭାବରେ ଆମେ ଏହାକୁ ଭାବୁ ଆଜ୍ଞା, କିନ୍ତୁ ବାସ୍ତବରେ ଆମ୍ଭେମାନେ ଭୁଲିଯିବା ଉଚିତ ନୁହେଁ ଯେ ଏଇ ଯେଉଁ ଆପଣଙ୍କର ଭାଗବତ ହେଇଛନ୍ତି, ଏହା ସାଧାରଣ ନୁହେଁ ଆଜ୍ଞା, ଏହାଙ୍କର ଏକ ଆଧ୍ୟାତ୍ମିକ ଅର୍ଥ ଅଛି। ଏଇଟା ସାର୍ବଜନୀନ, ସମସ୍ତଙ୍କ ପାଇଁ, ସମସ୍ତଙ୍କର ମଙ୍ଗଳ ପାଇଁ, ସମସ୍ତଙ୍କର ମୁକ୍ତି ପାଇଁ। ଜୀବ ମାତ୍ରକେ ସେ ଯେକୌଣସି ସମ୍ପ୍ରଦାୟର ହେଉ, ଯେକୌଣସି ଜାତିର ହେଉ, ଯେକୌଣସି ବର୍ଣ୍ଣର ହେଉ, ନାରୀ ବା ପୁରୁଷ ହେଉ, ସମସ୍ତଙ୍କ ପାଇଁ ଭାଗବତ ହେଉଛନ୍ତି ଅମୃତ ତୁଲ୍ୟ। ଅର୍ଥାତ୍ ଭାଗବତଙ୍କର ଯେଉଁ ଜ୍ଞାନ, ସେ ଜ୍ଞାନକୁ ଜଣେ ଯଦି ସାଧକ ବା ସାଧିକା, ସେ ଯେକୌଣସି ଧର୍ମ ସମ୍ପ୍ରଦାୟ ହେଉନା କାହିଁକି, ଯଦି ତାକୁ ଗ୍ରହଣ କରିବେ, ତଦନୁରୂପ କାର୍ଯ୍ୟ କରିବେ, ତାହାକୁ ବୁଝିବେ, ନିଶ୍ଚିତ ରୂପରେ ସେହି ସାଧକ ସାଧିକା ବା ସେହି ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ଶାନ୍ତି ଲାଭ କରିବେ, ତୃପ୍ତି ଲାଭ କରିବେ, ସକଳ କର୍ମବନ୍ଧନରୁ, ମାନସିକ ଦୁଶ୍ଚିନ୍ତାରୁ, ଶାରୀରିକ ମାନସିକ ବିକାରରୁ ମୁକ୍ତ ହେବେ। କିନ୍ତୁ ସାଧାରଣତଃ ଭାବରେ ଆମ୍ଭେମାନେ ଭାଗବତଙ୍କର ପଦଗୁଡ଼ିକୁ ଅତି ସୀମିତ କରିଦେଉ ନିଜର ସଂକ୍ଷିପ୍ତ ବିଚାରଧାରାରେ, ସଂକୀର୍ଣ୍ଣ ବା ସୀମିତ ବିଚାରଧାରାରେ। ଯେଭଳି ଭାବରେ ଏହି ପଦଟିକୁ ଆମେ ସାଧାରଣ ଭାବରେ ନେଇଯାଉ ଯେ ଗୋପୀ ବା ବ୍ରଜର ନାରୀମାନେ, ଗୋକୁଳର ନାରୀମାନେ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରି ତରିଗଲେ। ବାସ୍ତବରେ ଆପଣ ଭାବିଲେ ଭଗବାନ କେବଳ କ'ଣ ନାରୀମାନଙ୍କୁ ମୁକ୍ତ କରନ୍ତି, ପୁରୁଷମାନଙ୍କୁ କରନ୍ତି ନାହିଁ? ବା ପୁରୁଷମାନଙ୍କର ଆଜ୍ଞା ମୁକ୍ତିର ଆବଶ୍ୟକତା ନାହିଁ? ତେଣୁ ଆସନ୍ତୁ ଜାଣିବା ପ୍ରକୃତରେ ଏହାର ଯେଉଁ ଆଧ୍ୟାତ୍ମିକ ଦିଗଟି ଅଛି, ଯେଉଁ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହାକୁ ବିଚାର କରିବାର ଆବଶ୍ୟକତା ଥିଲା ବା ବୁଝିବାର ଥିଲା, ଆମେ ତାହା ବୁଝିନାହାନ୍ତି। ଆସନ୍ତୁ ସେହି ଅଭିମୁଖେ ଯାତ୍ରା କରିବା। ଏଇ ଯେଉଁ ପଦ ଅଛି, ସେ ପଦଗୁଡ଼ିକର ପ୍ରତ୍ୟେକ ଶବ୍ଦର ଅର୍ଥକୁ ଆମେ ବ୍ୟାଖ୍ୟା କରିବା, ତା'ର ଆଧ୍ୟାତ୍ମିକ ଅର୍ଥକୁ ଗ୍ରହଣ କରିବା, ତା'ର ଗଭୀର ଅର୍ଥକୁ ଗ୍ରହଣ କରିବା, ଯାହାକି ଆମ ଜୀବନରେ ବହୁତ କାମରେ ଆସିବ। ସେ ନର ହୁଅନ୍ତୁ, ନାରୀ ହୁଅନ୍ତୁ, ଯିଏ ବି ହୁଅନ୍ତୁ ଆଜ୍ଞା, ସମସ୍ତଙ୍କ ଜୀବନ କିଭଳି ଭାବରେ ତା କାମରେ ଆସିବ। ତେବେ ଏଠି ଗୋବିନ୍ଦ ଗୋବିନ୍ଦ ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ତେବେ ଗୋବିନ୍ଦ ଆଜ୍ଞା କିଏ ଏଠି? ସାଧାରଣତଃ ଆମେ ଭାବୁ ଗୋବିନ୍ଦ ଅର୍ଥ ଭଗବାନ, ଗୋଟିଏ ବ୍ୟକ୍ତି ବିଶେଷକୁ ନିଅନ୍ତି। ବାସ୍ତବରେ ଗୋବିନ୍ଦ ଶବ୍ଦର ଅର୍ଥ ଗୋଟିଏ ବ୍ୟକ୍ତି ବିଶେଷ ନୁହନ୍ତି ଆଜ୍ଞା, ସେ ଗୋଟିଏ ପଦ, ଗୋଟିଏ ତତ୍ତ୍ୱ। ଗୋ ଅର୍ଥ ଇନ୍ଦ୍ରିୟ, ବିନ୍ଦ, ବିନ୍ଦ ଅର୍ଥ ରକ୍ଷାକାରୀ ବା ପ୍ରକାଶକ। ତେଣୁ ଗୋବିନ୍ଦ ଯେଉଁ ଶବ୍ଦ ଆସିଲା, ସେଥିରେ ଆପଣଙ୍କର ଇନ୍ଦ୍ରିୟ ଆସିଲେ ଏବଂ ବିନ୍ଦ ହେଲା ରକ୍ଷାକାରୀ। ଇନ୍ଦ୍ରିୟମାନଙ୍କର ଯିଏ ରକ୍ଷାକାରୀ ବା ସୃଷ୍ଟିକାରୀ, ପାଳନକାରୀ, ବା ଏକ ପଦରେ କହିଲେ ଇନ୍ଦ୍ରିୟମାନଙ୍କର ଯିଏ ସ୍ୱାମୀ, ସେ ହେଉଛନ୍ତି ଗୋବିନ୍ଦ। ଆପଣ ଭାବନ୍ତୁ, ଇନ୍ଦ୍ରିୟମାନଙ୍କ ସ୍ୱାମୀ କିଏ ଆଜ୍ଞା? ନା ଆମ୍ଭମାନଙ୍କ ଭିତରେ ଯେଉଁ ଆତ୍ମତତ୍ତ୍ୱ ଅଛନ୍ତି, ଆପଣ ସ୍ୱୟଂ ଆତ୍ମତତ୍ତ୍ୱ
ସେ ହେଉଛନ୍ତି ଗୋବିନ୍ଦ। ଗୋବିନ୍ଦ ଏଠି ଗୋଟିଏ ବ୍ୟକ୍ତିବିଶେଷ ନୁହନ୍ତି, ଏହା ହେଉଛି ସମଗ୍ର ଚେତନାର ପ୍ରତୀକାତ୍ମକ ରୂପରେ ଏହା ବ୍ୟବହାର କରାଯାଇଛି। ଅର୍ଥାତ୍ ପ୍ରତ୍ୟେକ ଜୀବ ଭିତରେ ଯେଉଁ ଆତ୍ମତତ୍ତ୍ୱ ଅଛନ୍ତି, ଚେତନା ତତ୍ତ୍ୱ ଅଛନ୍ତି, ସେ ହେଉଛନ୍ତି ଗୋବିନ୍ଦ, ଇନ୍ଦ୍ରିୟମାନଙ୍କର ସ୍ୱାମୀ ପ୍ରଭୁ। କାରଣ ଆପଣମାନେ ଜାଣନ୍ତି ଆପଣଙ୍କର ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, ଶରୀରଠାରୁ ଇନ୍ଦ୍ରିୟମାନେ ଶ୍ରେଷ୍ଠ, ଇନ୍ଦ୍ରିୟଠାରୁ ମନ ଶ୍ରେଷ୍ଠ, ମନଠାରୁ ବୁଦ୍ଧି ଶ୍ରେଷ୍ଠ, ଏବଂ ବୁଦ୍ଧିଠାରୁ ଯିଏ ଶ୍ରେଷ୍ଠ ହେଉଛନ୍ତି ଆତ୍ମତତ୍ତ୍ୱ, ବା ବୁଦ୍ଧିଠାରୁ ଯିଏ ସୂକ୍ଷ୍ମ ଶକ୍ତିଶାଳୀ ଆତ୍ମତତ୍ତ୍ୱ। ତେଣୁ ଏ ଶରୀରର ମୁଖ୍ୟ ହେଉଛନ୍ତି ଆପଣ ନିଜେ, ଯାହାକୁ ଆତ୍ମା ବୋଲି କହନ୍ତି, ଚେତନ ସତ୍ତା କହନ୍ତି। ତେଣୁ ଗୋବିନ୍ଦ ଗୋବିନ୍ଦ ପଦୁ ଗଳୁଛି ମକରନ୍ଦ। ପଦୁ ଅର୍ଥ ସେଇ ପଦବୀରୁ, ସେଇ ଅବସ୍ଥାନରୁ, ଗଳୁଛି ଅର୍ଥ ଝରୁଛି, ମକରନ୍ଦ ଅର୍ଥ ସୁଧା ବା ମହୁ। ଏଠି ମହୁକୁ ଆପଣଙ୍କର ତୁଳନା କରାଯାଇଛି ସେଇ ଆତ୍ମାନନ୍ଦ ସହିତ। ବାସ୍ତବରେ ମହୁ ଆତ୍ମାନନ୍ଦ ତୁଳନା କରାଯାଇପାରିବ ନାହିଁ, କିନ୍ତୁ ଏଠି ଉପମା ଦିଆଯାଇଛି ବା ତୁଳନାତ୍ମକ କୁହାଯାଇଛି। ସେ ମକରନ୍ଦ ପାନ କରି, ସେ ଆନନ୍ଦକୁ ଉପଭୋଗ କରି, ଅନୁଭବ କରି ହେଳେ ତରିଲେ ବ୍ରଜନାରୀ। ହେଳେ ମାନେ ଅତି ସହଜରେ ମୁକ୍ତି ପାଇଗଲେ ବ୍ରଜନାରୀ। ବ୍ରଜନାରୀ ଅର୍ଥ ଏଠି ସାଧାରଣତଃ ଭାବ ନେଉ ବ୍ରଜର ନାରୀ ବା ଗୋକୁଳ ବୃନ୍ଦାବନର ସ୍ତ୍ରୀ ଲୋକମାନେ। ଏଇଟା ଆଜ୍ଞା ସୀମିତ ଅର୍ଥ। ଏଠି ବ୍ରଜନାରୀ ଏକ ବିଶାଳ ଅର୍ଥରେ ଯିବ। ବ୍ରଜ ଅର୍ଥ ଗମନକାରୀ, ଯିଏ ଶରଣକୁ ଯାଏ, ଯିଏ ଗମନ କରେ। ନାରୀ ଅର୍ଥ ଆପଣ ନାରୀ ତତ୍ତ୍ୱ ଆପଣ କହିପାରିବେ। ତେଣୁ ଏହାକୁ ବିଶେଷ ଅର୍ଥରେ ଆମେ କ'ଣ କରିବା ନା, ଯେହେତୁ ଏକ ଆଧ୍ୟାତ୍ମିକ ବିଦ୍ୟା, ଏହାକୁ ଆମେ ସେ ଆଧ୍ୟାତ୍ମିକ ମାର୍ଗରେ ହିଁ ନେବାକୁ ଚେଷ୍ଟା କରିବା। ଏଠି ବ୍ରଜର ନାରୀ ଅର୍ଥ କେବଳ ଯେ ବ୍ରଜର ମହିଳା ନୁହେଁ ଆଜ୍ଞା। ବ୍ରଜ ନାରୀ ଅର୍ଥ ହେଉଛି ସେହି ଏକଚିତ୍ତ ଯାହା ଅହଙ୍କାର ଓ ମମତାକୁ ତ୍ୟାଗ କରି ପରମ ଚେତନାର ଆନନ୍ଦରେ ସମ୍ପୂର୍ଣ୍ଣ ନିମଗ୍ନ। ଏଠାରେ ନାରୀ ଶବ୍ଦଟି ଜୈବିକ ଲିଙ୍ଗକୁ ନୁହେଁ, ବରଂ ସମର୍ପିତ ଭକ୍ତଚିତ୍ତକୁ ସୂଚାଏ। ତେଣୁ ବ୍ରଜନାରୀ ଅର୍ଥ ଯେଉଁ ନାରୀ ଗମନ କରେ ବା ଚାଲେ ବା ଶରଣକୁ ଯାଏ। ତେବେ ଏହାକୁ ଆମେ ଭଗବତ ଗୀତା ଦୃଷ୍ଟିରୁ ଚିନ୍ତା କରିବା, ଯେ କି ଆପଣଙ୍କର ପୁରୁଷ ପ୍ରକୃତି, ଏ ଶରୀରରେ ପୁରୁଷ ପ୍ରକୃତି ଅଛନ୍ତି। ପୁରୁଷ ହେଉଛନ୍ତି ଆତ୍ମସତ୍ତା, ଆତ୍ମଚୈତନ୍ୟ, ଆତ୍ମଦେବ, ଯେ ଗୁଣାତୀତ, ସତ ରଜ ତମ ଆଦି ଗୁଣର ଅତୀତ, ତା ଉପରେ ରହନ୍ତି, ବା ଏହି ସତ୍ଵ ରଜ ତମ ଗୁଣ ଦ୍ୱାରା ଯେ ପ୍ରଭାବିତ ହୁଅନ୍ତି ନାହିଁ, ସେ ହେଉଛନ୍ତି ଆତ୍ମତତ୍ତ୍ୱ, ଚିଦାନନ୍ଦ ରୂପ, ସ୍ୱରୂପାନନ୍ଦ, ସଚ୍ଚିତ ଆନନ୍ଦ। ଏବଂ ପ୍ରକୃତି ହେଉଛି ଆପଣଙ୍କର ପ୍ରକୃତିରେ ଆପଣଙ୍କର 8ଟି ପ୍ରକୃତି ଆସିଯାଉଛି। ଆପଣଙ୍କର ପଞ୍ଚ ମହାଭୂତ ଆସିଯାଉଛନ୍ତି, ସ୍ୱରତତ୍ତ୍ୱ ପଳାଇ ଆସୁଛି। ଆପଣଙ୍କର ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ସେଥିରେ ସମ୍ମିଳିତ ରହୁଛନ୍ତି। ତ ମୋଟାମୋଟି ଭାବରେ ଆମ ଏ ଜୈବିକ ସୃଷ୍ଟି ହୋଇଛି, ଆପଣଙ୍କର ମନ, ପ୍ରାଣ, ହୃଦୟ, ବିଚାର, ଇନ୍ଦ୍ରିୟ, ଏସବୁକୁ ଆପଣ ନାରୀ ବା ଗମନକାରୀ ହିସାବରେ ଗ୍ରହଣ କରିପାରିବେ। କାରଣ ଏଇମାନେ ହିଁ ଶରଣ ପଶିବେ। ବ୍ରଜ ଅର୍ଥ ପଶିବା, ଶରଣକୁ ଯିବା। ତେଣୁ ଗୋଟିଏ ନାରୀ ମାନେ ନାରୀ ମିନ୍ସ ଏଇଟା ଆପଣଙ୍କର ଯେଉଁ ଆମ ଭିତରେ ଯେଉଁ ରହିଲା ଅଷ୍ଟ ପ୍ରକୃତି, ପ୍ରକୃତି ହିଁ ପୁରୁଷର ଶରଣକୁ ଯିବ। ବ୍ରଜ ନାରୀ, ତ ଏଇ ନାରୀ ତତ୍ତ୍ୱ ଆମ ଭିତରେ ଯେଉଁ ପୁରୁଷ ପ୍ରକୃତି ରହୁଛନ୍ତି, ଏ ଯେଉଁ ନାରୀ ତତ୍ତ୍ୱ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର, ମନର ଚିନ୍ତା ବା ସମସ୍ତ ପ୍ରକାର ଇନ୍ଦ୍ରିୟ ଯେତେ ସବୁ ରହିଲେ, ସେଗୁଡ଼ିକ ଗମନ କରିବେ କେଉଁଠି ନା ଆତ୍ମାନନ୍ଦ ପାଖକୁ। ତେବେ ଏଠି ଆମେ ଆସିବା
आध्यात्मिक क्षेत्र में कौन हुए जिते जड़े साधक साधना करे धीरे धीरे तार इंद्रिय माने संयमित हो जाती अंतर्मुखी हो जाती इंद्रियर धर्म बहिर्मुखी बाहर बाहर को जीवा बाहर को देखा बाहर आपणकर आनंद को उपभोग करवा सुख दुख को अनुभव करवा किंतु जिते जड़े साधक साधना करे प्राणायाम करे जोग साधना करे ध्यान करे तार समस्त इंद्रिय गुड़िक अंतर्मुखी हो जाती अंतर को गमन करती बा गोटे अर्थरे कह गले से आत्मा अभिमुखी यात्रा करती मन बुद्धि चित्त अहंकार समस्त इंद्रिय माने गमन करती कड़े ना आत्मानंद निकट को से चिदानंद निकट को स्वरूपानंद निकट को तेबे आपण भागवतंकर ये जो बाणी कह साधारण नुहे यह सार्वजनीन बाणी आज्ञा साधारण नुहे सार्वजनीन समस्त प्रযোज्य ए संसार रे जेतेक प्राणी अछंती विशेषकर तो आम मनीष को नवा ना कारण आपणकर पशु पक्षी एमानकर तो भागवत कथा बुझीपारे से अवस्था को जापारे तेणु मानव भितर जिते संप्रदाय अछंती जिते माने धनी दरिद्र जेकोसी जातिर होता जेकोसी संप्रदायर होता से हिंदू होता कि मुसलमान होता ख्रीष्टान होता से किसी वास्तव विचार ना आज्ञा तेणु ये जो तत्व कहुई जे कि गोविंद 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 पदु बलुछु मकरंद तेणु जड़े साधक साधन प्राण हो जोग साधन करी अंतर्मुखी हुए से निजर स्वरूप स्थित हुए स्वरूप अर्थ वास्तविक रूप जे अपरिवर्तनीय जे अचंचल जे स्थिर जे आनंदयुक्त जे सुख दुखर ऊर्ध से जो आत्मतत्व आत्मपद से ब्रह्मपद से ब्रह्मपदर अधिष्ठित हुए से ब्रह्मपदरु ही आपणकर मकरंद मकरंद अर्थ ये आनंद विशेष आनंद ये मकरंद अर्थ आप जानी जे कि महू कहू कारण सब पदार्थ भर महू आम बहुत भल लगे किंतु ये तो आपणकर बाह्य दृष्टि कहुना ना सांसारिक विषय भोग कहुना ना ये आध्यात्मिक अर्थ कहुई तेणु मकरंद अर्थ ये आपणकर आत्मानंद स्वरूपानंद को सूचाए जिते आपड़ से स्वरूपानंद पदर अधिष्ठित हेबे से पद तो आपणकर आनंद से झरुछि माने सदा सर्वदा से आपणकर अच्युत आनंद च्युत हम ना खसब ना से आनंद गलुछि मकरंद से मकरंद पान करी से जो आत्मिक आनंद स्वरूपानंद चिदानंद को अनुभव करी हेले तरिले ब्रजनारी ब्रजनारी अर्थ आप बुझी जे कि मन बुद्धि चित्त अहंकार समस्त इंद्रिय बा आप शरीर को ब्रज भाव नि ब्रजर ये शरीर है ब्रज ये ब्रज भितर जेतेक तत्व अच्छा नुहे कि आज्ञा आपण भितर मन प्राण हृदय आपणकर वाणी चक्षु समस्त इंद्रिय इंद्रियर कार्यकलाप ये ब्रजनारी हिसाब से निहंतु आज्ञा धरी निहंतु तो ये शरीर मुक्त हो जाए बा आनंदित हो जाए इंद्रिय मान तृप्त हो जाती मन से अंतर्मुखी हो जाए आत्मानंद निमग्न हो जाए ये जो नारी तत्व ये जो पुरुष पुरुष प्रकृति तत्व आम भितर अच्छी जो आपणकर 8टी प्रकृति रहिले मन बुद्धि चित्त अहंकार भावना सबू गुड़िक ये जो पंच महाभूत गुड़िक पवित्र हो जाती तृप्त हो जाती मुक्त हो जाती मन आउ बहिर्गमन करेनी इंद्रिय आउ बाहर को जाएनी इंद्रिय बहिर्मुखी होती ना से अंतर्मुखी हो जाती से गोविंदंकर रस साधन करती से आत्मानंदरे आंदोलित हो जाती निमग्न हो जाती निजको समर्पित कर दियंती से आत्मानंदर शरण को आसती किंतु आम साधारणतः भाव में भावु गोविंद गोटे व्यक्ति विशेष अच्छा जी हाथ में बंशी धरी थे से गोकुल रे जन्म नहीं बा जशोदा नंदन यह नुहे आज्ञा यह अति सीमित अर्थ जेहेतु एक आध्यात्मिक पुस्तक तो यार संबंध आत्मा सहित आध्यात्मिकता जो शब्द अच्छी आत्मा संबंधित जेकोसी तत्व तेणु गोविंद अर्थ ये
ଆପଣଙ୍କର ପ୍ରତ୍ୟେକ ଭିତରେ ଯେଉଁ ଆତ୍ମତତ୍ତ୍ୱ ଚେତନା ଅଛନ୍ତି ଦ୍ୟାଟ୍ ଇଜ୍ ଗୋବିନ୍ଦ ଆଜ୍ଞା। ତେଣୁ ଆପଣ ଯେତେବେଳେ ସାଧାରଣପଣା ହେଇ ଯୋଗରେ ଆପଣ ଅନ୍ତର୍ମୁଖୀ ହେବେ, ଯୋଗ ପ୍ରଣାଳୀରେ ଆପଣ ଅନ୍ତର୍ମୁଖୀ ହେବେ, ସର୍ବ ତ୍ୟାଗ କରିଦେବେ, ସବୁ ଇନ୍ଦ୍ରିୟମାନଙ୍କର ଧର୍ମକୁ ତ୍ୟାଗ କରିଦେବେ, ତ୍ୟାଗ କରି ଯେତେବେଳେ ଅନ୍ତର୍ମୁଖୀ ହେବେ ଆପଣ ସେଇ ଗୋବିନ୍ଦଙ୍କ ନିକଟରେ ପହଞ୍ଚିଯିବେ। ଅର୍ଥାତ୍ ଆପଣ ନିଜ ସ୍ୱରୂପରେ ସ୍ଥିତ ହୋଇଯିବେ। ସମସ୍ତ ଇନ୍ଦ୍ରିୟମାନେ ସେଇ ସ୍ୱରୂପାନନ୍ଦରେ ନିମଗ୍ନ ହୋଇଯିବେ, ଆତ୍ମାନନ୍ଦରେ ନିମଗ୍ନ ହୋଇଯିବେ। ସେ ପବିତ୍ର ମକରନ୍ଦ ସହିତ ପରିଚିତ ଲାଭ କରିବେ, ଯାହାଫଳରେ କି ଏ ମନ ଇନ୍ଦ୍ରିୟମାନେ ଯେତେ ଅତୃପ୍ତ ହେଉଛନ୍ତି, ଅସନ୍ତୁଷ୍ଟ ହେଉଛନ୍ତି, ତାଙ୍କ ଭିତରେ ସେ ଅତୃପ୍ତ ନଥିବ, ଅସନ୍ତୁଷ୍ଟ ଭାବ ନଥିବ। ସେ ପରମ ଶାନ୍ତି, ପରମ ଆନନ୍ଦ, ପରମ ମୁକ୍ତିର ଅନୁଭବ କରି ଏହି ମାନବ ଜୀବନକୁ ସାର୍ଥକ କରିବେ। ତେଣୁ ଆଶା କରୁଛି ଆପଣଙ୍କର ଭାଗବତଙ୍କର ଏଇ ଯେଉଁ ଗୋବିନ୍ଦ 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 ପଦୁ ଓଳୁଛେ ମକରନ୍ଦ, ସେ ମକରନ୍ଦ ପାନ କରି ହେଲେ ତରିଲେ ବ୍ରଜନାରୀ। ତେଣୁ ବ୍ରଜନାରୀ ଯେଉଁ ଶବ୍ଦ ଆସୁଛି ଏହା କୌଣସି ଆପଣଙ୍କର ଲିଙ୍ଗର ପରିଚାୟକ ନୁହେଁ। ଏହା ହେଉଛି ଆପଣଙ୍କର ପ୍ରତ୍ୟେକ ଇନ୍ଦ୍ରିୟମାନେ ବା ମନ ବୁଦ୍ଧି ଚିତ୍ତ ଯେତେ ପ୍ରକୃତି ରହିଲେ, ପାଞ୍ଚ ମନ 25 ପ୍ରକୃତି, ଏଇ ଯେଉଁ 25 ପ୍ରକୃତି ପାଞ୍ଚ ମନର ହିଁ ବ୍ରଜନାରୀ। ତେଣୁ ବ୍ରଜନାରୀ କିପରି ତରିବେ, ମାନେ ପ୍ରତ୍ୟେକ ମନ ସମସ୍ତଙ୍କ ଭିତରେ ଯେଉଁ ମନ ବୁଦ୍ଧି ଚିତ୍ତ ଅହଙ୍କାର ଅଛି, ପାଞ୍ଚ ମନ 25 ପ୍ରକୃତି ଅଛନ୍ତି, ସେଥିରେ ଆମେ ସମସ୍ତେ ନାରୀ ପୁରୁଷ ଗଠିତ ହୋଇଛନ୍ତି। ତେଣୁ ସମସ୍ତଙ୍କ ପାଇଁ ଏଇଟା ପ୍ରଯୁଜ୍ୟ ଯେ ସମସ୍ତେ ସେ ନାରୀ ହୁଅନ୍ତୁ, ପୁରୁଷ ହୁଅନ୍ତୁ, ସେ ଯେକୌଣସି ଧର୍ମ ସମ୍ପ୍ରଦାୟର ହୁଅନ୍ତୁ, ସେ ଯେକୌଣସି ବର୍ଣ୍ଣର ହୁଅନ୍ତୁ, ଯେକୌଣସି ଜାତିର ହୁଅନ୍ତୁ, ସମସ୍ତ ପ୍ରାଣୀ ବିଶେଷ କରି ଏଇ ମନୁଷ୍ୟ ଯେତେବେଳେ ଅନ୍ତର୍ମୁଖୀ ହେବ, ଯୋଗ ସାଧନ କରିବ, ପ୍ରକୃତିରେ ସେଇ ଗୋବିନ୍ଦ ରୂପୀ ଆତ୍ମା ରୂପୀ ଗୋବିନ୍ଦଙ୍କର ସାନ୍ନିଧ୍ୟ ଲାଭ କରିବ, ଗୋବିନ୍ଦଙ୍କ ଶରଣକୁ ଯିବ ବା ନିଜର ଆତ୍ମିକ ଶରଣକୁ ଯିବ। ସେ ଯେଉଁ ନିଜର ସ୍ୱରୂପ ସଚ୍ଚିଦାନନ୍ଦ ତତ୍ତ୍ୱ ତାହାକୁ ପ୍ରାପ୍ତ କରି ସେ ପଦରେ ଅଧିଷ୍ଠିତ ହୋଇ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ କରିଦେବ ଏହି ଭବସାଗରରୁ, ଏ ସୁଖ ଦୁଃଖ ଜନ୍ମ ମୃତ୍ୟୁ ହାନି ଲାଭ ମାନ ଅପମାନର ଏସବୁ ମାନସିକ ବ୍ୟାଧିରୁ କଳ୍ପନାରୁ ମୁକ୍ତ ହୋଇ ପ୍ରକୃତିରେ ସେ ତୃପ୍ତ ହୋଇଯିବ, ପ୍ରକୃତିରେ ସେ ମୁକ୍ତ ହୋଇଯିବ, ତା ଜୀବନ ଆନନ୍ଦିତ ହୋଇଯିବ। ଆଶା କରୁଛି ଆପଣଙ୍କୁ ଏହି ଭାଗବତଙ୍କର ବାଣୀ ବୁଝାଇବାରେ ସକ୍ଷମ ହୋଇଥିବି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥାଏ, ଯୁକ୍ତିଯୁକ୍ତ ଲାଗୁଥାଏ, ତାତ୍ତ୍ୱିକ ଦୃଷ୍ଟିକୋଣରୁ ତାହା ସଠିକ୍ ଲାଗୁଥାଏ, ତେବେ ଆପଣ ଏହାକୁ ଲାଇକ୍ ସେୟାର କରନ୍ତୁ, ଅନ୍ୟମାନଙ୍କର ଉପକାରାର୍ଥେ ଏହାକୁ ସେୟାର କରନ୍ତୁ। ଆପଣ ଜାଣନ୍ତରେ ବା ଅଜାଣତରେ ନିଜର ଉନ୍ନତି କରନ୍ତୁ। ଆପଣମାନଙ୍କର ଆଦିଭୌତିକ ଆଦିଦୈବିକ ତ୍ରିତାପ ଖଣ୍ଡନ ହେଉ ବା ଆପଣ ପ୍ରକୃତ ଗୋବିନ୍ଦଙ୍କ ଶରଣକୁ ଯାଇ ନିଜକୁ ମୁକ୍ତ କରନ୍ତୁ, ନିଜର ପ୍ରକୃତ ସ୍ୱରୂପକୁ ଚିହ୍ନି ଜୀବନମୁକ୍ତ ହୁଅନ୍ତୁ, ଆନନ୍ଦିତ ହୁଅନ୍ତୁ। ଏହି ଶୁଭକାମନା କରି ବାଣୀକୁ ବିଶ୍ରାମ ଦେଉଛି। ସପ୍ରେମ ଜୟଜୀ ଭାଗବତ ସ୍ୱରୂପ ଦିବ୍ୟ ଆତ୍ମନ।